ସକାଳ ଜଳଖିଆ ଆମ ଦିନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୋଜନ। ରାତି ସାରା ଶୋଇବା ପରେ ସକାଳୁ ଶରୀରକୁ ଶକ୍ତି ଆବଶ୍ୟକ ହୋଇଥାଏ। ଆଉ ସକାଳ ଜଳଖିଆ ଦିନ ତମାମ କାର୍ଯ୍ୟ କରିବାକୁ ଶକ୍ତି ଯୋଗାଇଥାଏ। ସାଧାରଣତଃ ଲୋକମାନେ ଦ୍ୱନ୍ଦ୍ୱରେ ରହିଥାନ୍ତି କି ସକାଳେ କ'ଣ ଖାଇଲେ ଦେହ ପାଇଁ ହିତକର। କିଛି ଲୋକେ ସକାଳୁ ରୁଟି ତରକାରୀ ଖାଇବାକୁ କହୁଥିବା ବେଳେ ଆଉ କିଛି ଉପମା କିମ୍ବା ଓଟ୍ସ ଜାତୀୟ ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି। ସକାଳ ଜଳଖିଆ ନା କେବଳ ସ୍ୱାଦିଷ୍ଟ ହେବା ଉଚିତ, ବରଂ ପୌଷ୍ଟିକ ତତ୍ତ୍ୱରେ ଭରପୁର ଏବଂ ସନ୍ତୁଳିତ ହେବା ମଧ୍ୟ ଉଚିତ। ରୁଟି, ପରଟା, ଉପମା, ଓଟ୍ସ ଏସବୁ ଭଲ ବିକଳ୍ପ, ହେଲେ ଠିକ୍ ମାତ୍ରାରେ ଖାଇବା ଦରକାର। ଯଦି ଜଳଖିଆରେ ପ୍ରୋଟିନ୍, ଭାଇଟାମିନ୍, କାର୍ବୋହାଇଡ୍ରେଟ୍ ଓ ଫାଇବର ସନ୍ତୁଳିତ ମାତ୍ରାରେ ରହେ, ତେବେ ଦିନର ଆରମ୍ଭ ଊର୍ଜା ଓ ଉତ୍ସାହର ସହ ହୁଏ। ସାରାଦିନ ଶରୀର ଆକ୍ଟିଭ୍ ରହେ। ବିଭିନ୍ନ ପ୍ରକାର ଖାଦ୍ୟରୁ ଭିନ୍ନ ଭିନ୍ନ ଫାଇଦା ମିଳିଥାଏ। ଯେମିତିକି ପାରମ୍ପରିକ ଜଳଖିଆ, ରୁଟି, ପରଟା ଓ ତରକାରୀ ଆପଣଙ୍କୁ ଦୀର୍ଘ ସମୟ ଯାଏ ଶକ୍ତି ଯୋଗାଏ। କିନ୍ତୁ ଯଦି ବେଶୀ ଘିଅ କିମ୍ବା ତେଲରେ ରନ୍ଧା ହୁଏ, ତେବେ ଅଧିକ ଭାରି ଲାଗେ, ଯାହା ଦେହ ପାଇଁ ଖରାପ ହୋଇପାରେ। ଫଳରେ ଦିନସାରା ଆପଣଙ୍କୁ ମାନ୍ଦା ଲାଗେ ଓ କୌଣସି କାମ କରିବାକୁ ଆଗ୍ରହ ହୁଏନି। ସେହିପରି ଉପମା, ଓଟ୍ସ, ଚୁଡ଼ା ସନ୍ତୁଳା ଭଳି ଖାଦ୍ୟ ସହଜରେ ହଜମ ହୋଇଯାଏ। ହେଲେ ଯଦି ଏହାକୁ ଠିକ୍ ଭାବେ ପ୍ରସ୍ତୁତ ନ କରାଯାଏ, ତେବେ ଏଥିରୁ ଶରୀରକୁ ସଠିକ୍ ପୌଷ୍ଟିକତା ମିଳିପାରେନି। ଏଠି ଜାଣିବା ଜରୁରୀ ଯେ କେଉଁ ପ୍ରକାର ଖାଦ୍ୟ ଖାଇଲେ ଅଧିକ ସମୟ ଯାଏ ଭୋକ ଲାଗେନି ଓ ଓଜନ ନିୟନ୍ତ୍ରଣ ରହେ। ଏହା ବ୍ୟତୀତ ଜଳଖିଆ ସହ ଜଡ଼ିତ କିଛି ଅଭ୍ୟାସ ମଧ୍ୟ ଶାରୀରିକ ସମସ୍ୟାର କାରଣ ହୋଇପାରେ। ବେଳେବେଳେ ଲୋକମାନେ ସକାଳେ ଭାରି ଖାଦ୍ୟ ଖାଇଦିଅନ୍ତି, ଆଉ କେତେକ ଲୋକେ ସମୟ ଅଭାବରୁ ଏବଂ ଓଜନ କମାଇବା ପାଇଁ ଜଳଖିଆ କରନ୍ତି ନାହିଁ। ଏହି ପ୍ରକାର ଅଭ୍ୟାସ ସ୍ୱାସ୍ଥ୍ୟହାନୀ କାରଣ ହୋଇପାରେ। ସକାଳ ଜଳଖିଆ ପୌଷ୍ଟିକ ତତ୍ତ୍ୱରେ ଭରପୁର ହେବା ଜରୁରୀ। ଏହା ଶରୀରକୁ ଆବଶ୍ୟକ ମାତ୍ରାରେ ଶକ୍ତି ପ୍ରଦାନ କରେ। ତେଣୁ ଖାଦ୍ୟରୁ ମିଳୁଥିବା ପୋଷଣ ଆଧାରରେ ଜଳଖିଆ କରିବା ଆବଶ୍ୟକ। ରୁଟି, ପରଟା, ବ୍ରାଉନ୍ ବ୍ରେଡ୍ସ, ଓଟ୍ସ, ଚୁଡ଼ା ସନ୍ତୁଳା କାର୍ବୋହାଇଡ୍ରେଟ୍। ସିଝା ଅଣ୍ଡା, ଛେନା, ବାଦାମ ଓ ସ୍ପ୍ରାଉଟ୍ସ ହେଉଛି ପ୍ରୋଟିନ୍। ସବୁଜ ପରିବା, ଫଳ, ଡ୍ରାଏ ଫ୍ରୁଟ୍ସ ହେଉଛି ଫାଇବର ଓ ଭାଇଟାମିନ୍। କ୍ଷୀର, ପଇଡ଼ ପାଣି, ହର୍ବାଲ ଚା ତରଳ ପଦାର୍ଥ। ଏହି ତାଲିକାରୁ ଆଧାର କରି ଯଦି ଆପଣ ବ୍ରେକଫାଷ୍ଟ କରୁଛନ୍ତି, ତାହେଲେ ଶରୀରକୁ ଫାଇଦା ମିଳିଥାଏ। ଏହା ବ୍ୟତୀତ ଜଳଖିଆ ସହ ଜଡ଼ିତ କିଛି ନିମ୍ନଲିଖିତ ବିଷୟ ଓ ସାବଧାନତା ପ୍ରତି ଧ୍ୟାନ ରଖିବା ଉଚିତ। ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ। ଯେମିତିକି ପରଟା ଖାଉଥିଲେ ଗୋଟିଏ କପ୍ ଦହି ଓ ସାଲାଡ୍ ଖାଆନ୍ତୁ। ଓଟ୍ସ କିମ୍ବା ଚୁଡ଼ା ସନ୍ତୁଳା ଖାଉଥିଲେ ଏହା ସହ ବାଦାମ ଓ ଦହି ନିଅନ୍ତୁ। ରୁଟି ଓ ପରଟା ବନାଇବା ସମୟରେ ଅଳ୍ପ ମାତ୍ରାରେ ଘିଅ କିମ୍ବା ତେଲ ବ୍ୟବହାର କରନ୍ତୁ। ସକାଳ ଜଳଖିଆ ପରେ ଗୋଟିଏ ଫଳ ଓ କିଛି ଡ୍ରାଏ ଫ୍ରୁଟ୍ସ ଖାଇବା ଭଲ। ସବୁବେଳେ ସକାଳ 7ଟାରୁ 9ଟା ମଧ୍ୟରେ ଜଳଖିଆ କରିବା ଦେହ ପାଇଁ ହିତକର ହୋଇଥାଏ।